ଆଜିର ଏହି ପବିତ୍ର ସନ୍ଧ୍ୟା ତ୍ରିଶୂଳିଆର ଗୋଟିଏ ଆପାର୍ଟମେଣ୍ଟ ଭିତରେ ଏ ପ୍ରାର୍ଥନାଟି ଭଗବାନଙ୍କ ଉଦ୍ଦେଶ୍ୟରେ ବା ସୃଷ୍ଟିର ଯେ ମାଲିକ ତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଗଲା। ଆମେ ସକାଳୁ ପୁଣି ରାତି ପର୍ଯ୍ୟନ୍ତ ଅନେକ କଥା କହୁ, କଥା ଭିତରେ କିଛି ଭୁଲ ଥାଏ, ଠିକ ମଧ୍ୟ ଥାଏ। ଅନେକ କାମ କରୁ, କର୍ମ ଭିତରେ ବି କିଛି ଭୁଲ ଠିକ ଥାଏ। ସେଇଭଳି ଭାବରେ ଆମର ଜୀବନର ସବୁଦିନ ଆମେ ଯେତିକିଟି ଦିନ ଏ ସଂସାରରେ ଆମେ ରହିବା, ଯେକୌଣସି ପଦପଦବୀରେ ରହୁ ବା ସାଧାରଣ ଗୋଟିଏ ମୂଲିଆ ଭାବରେ ରହୁ, ସମସ୍ତଙ୍କ ପାଇଁ କିଛି ପାପ ରହିଛି, କିଛି ପୁଣ୍ୟ ବି ରହିଛି। ପାପ ଆମେ ନିଶ୍ଚୟ କରିବୁ, ପୁଣ୍ୟ ବି ନିଶ୍ଚୟ କରିବୁ। এই পাপ পুণ্যର ମୂଲ୍ୟାଙ୍କନ ଆମେ କରିପାରିବୁ। ପାପ କରିଛୁ କି ପୁଣ୍ୟ କରିଛୁ ତାହା ନିଜେ ମଧ୍ୟ ଆମେ ନିଜକୁ କେବେ ହେଲେ ସାର୍ଟିଫିକେଟ୍ ଦେଇପାରିବୁନି। ଏଇ ଯେଉଁ ପ୍ରାର୍ଥନା ଆମେ କରୁ, ସନାତନ ଧର୍ମର ହିନ୍ଦୁମାନେ ଅନ୍ତତଃ ଗୋଟିଏ ସମୟ ଏଇ ସନ୍ଧ୍ୟାଟିକୁ ସେମାନେ ପାଳନ କରନ୍ତି। କେତେକ ହିନ୍ଦୁମାନେ ଦୁଇଥର ପ୍ରାର୍ଥନାରେ ଗୁରୁତ୍ୱ ଦିଅନ୍ତି, ସକାଳେ ଏବଂ ସନ୍ଧ୍ୟାରେ। ଆଉ କେତେକ ମୁଷ୍ଟିମେୟ ଲୋକ ସେମାନେ 3 ଥର ଏହି ପ୍ରାର୍ଥନା କରନ୍ତି। ଗୁଡ଼ାଏ ପ୍ରାର୍ଥନା କଲେ ଯେ ବହୁତ ସମୟ ଧରି ପ୍ରାର୍ଥନା କଲେ ଯେ ଆମେ କିଛି କୃପା ପାଇବା, କମ ସମୟ ପ୍ରାର୍ଥନା କଲେ କୃପା ପାଇବାନି ତା ମଧ୍ୟ ନୁହେଁ। ଯଦି ପ୍ରାର୍ଥନା ସମୟରେ ଯଦି କୌଣସି ଏକ ଅତ୍ୟାବଶ୍ୟକ କର୍ମ ଆମ ପାଇଁ ଆସିଲା, ଆମେ ପ୍ରାର୍ଥନା ନ କରିପାରୁ, ସେଇ କର୍ମରେ ଲାଗିଯିବା। ସେଇ କର୍ମ ହିଁ ଆମ ପାଇଁ ହେବ ଭଗବାନଙ୍କର ସେବା। ଆମେ ଯାହାଙ୍କ ଠାରୁ ଆସିଛୁ, ଆମେ ବସିଛୁ, ଖାଉଛୁ, କଥା କହୁଛୁ, କାହା ପାଇଁ? ଆମେ ଘର କରିଛୁ, ଗାଡ଼ି କରିଛୁ, ଆମେ ସବୁ କିଛି କରିଛୁ ବୋଲି କହୁଛୁ, କିନ୍ତୁ କାହା ପାଇଁ? ଯାହାଙ୍କ ପାଇଁ କରିଛୁ ତାଙ୍କରି ଉଦ୍ଦେଶ୍ୟରେ କେବଳ ପ୍ରାର୍ଥନା କରାଯାଏ। এই প্রার্থনা দ্বারা হি আমার অপরাধ খণ্ডন হুয়ে, পুণ্য বা সত্য শক্তি জাগ্রত হুয়ে। তার বহুত প্রমাণ আমମାନଙ୍କ জীবନରେ ଆମେ ପାଇଛୁ। ସବୁଠି ଭଗବାନଙ୍କର ଗୋଟେ ତତ୍ତ୍ୱ ଲୁଚିକିରି ରହିଛି, ତାକୁ ଆମେ ଚିନ୍ତା ବି କରିନୁ। ଧରନ୍ତୁ ଆମେ ଆସିଲୁ ତ୍ରିଶୂଳିଆ ବୋଲି ଗୋଟେ ସ୍ଥାନକୁ ଆସିଲୁ। ଇଏ ନାଁଟି ଆମେ ବହୁତ ଦିନରୁ ଜାଣିଛୁ। ଏଇ ବାଟ ଦେଇକିରି ଆମେ କେତେଥର ଭୁବନେଶ୍ୱର ଯାଇଛୁ, ବାଙ୍କି ଯାଇଛୁ, କିନ୍ତୁ ତା
ତାର ତତ୍ତ୍ୱଟା ଆମ ଭିତରକୁ ଆସୁନଥିଲା। କିନ୍ତୁ ଆଜି ଏଇଠି ବସିବା ପରେ ଆମେ ପ୍ରାର୍ଥନା କରୁଥିବା ବେଳେ ସେଇ ତ୍ରିଶୂଳିଆ ଶବ୍ଦର ତତ୍ତ୍ୱଟିକୁ ଆମେ ଆମ ମନ ଭିତରେ ଆସିଲା। ଏଇ କଥାଟା କହିଦେଲେ ଆଜିର ସତ୍ସଙ୍ଗ ସରିବ। କାଲି ଆମେ କଟକର ଗୋଟେ ବଡ଼ ସଭାରେ ଆମେ ଥିଲୁ। ସେଠି 3 ଧାଡ଼ି କି 4 ଧାଡ଼ି, ସେଠି ଯଦିଓ ମୁଖ୍ୟ ଅତିଥି ଭାବରେ ଥିଲି, 4-5 ଧାଡ଼ି କଥା କହିଲି, ସେତିକିରେ ତାଳି ବାଜିଲା, ବାସ୍ ଆମେ ଆଇଲୁ। ତେଣୁ ଆଜି ଯେଉଁ ଗୃହସ୍ଥଙ୍କ ଘରେ ତାଙ୍କରି ପରିବାର ମାନଙ୍କୁ ନେଇ ଏବଂ କିଛି ପଡ଼ୋଶୀ ବାବୁମାନଙ୍କୁ ମା' ମାନଙ୍କୁ ନେଇ ଆମେ ଯେତିକି ସଂଖ୍ୟକ ଏଠି ବସିଲେ ବି 1000 ଲୋକଙ୍କ ପାଇଁ ପ୍ରାର୍ଥନାର ଅର୍ଥ ଯାହା, 5ଟି ଲୋକଙ୍କ ପାଇଁ ଅର୍ଥ ମଧ୍ୟ ସେୟା। ପ୍ରତ୍ୟେକଙ୍କ ଜୀବନରେ 3ଟି କଷ୍ଟ, 3 ପ୍ରକାର କଷ୍ଟ ଆମକୁ ଆସିବ ସମସ୍ତଙ୍କ ପାଇଁ। ଯାହାକୁ କୁହାଯାଏ ତ୍ରିତାପହରଣମ୍। ଶିବଙ୍କର ଗୋଟେ ଅସ୍ତ୍ର ଅଛି, ସେ ଅସ୍ତ୍ରର ନାମ ହେଉଛି ତ୍ରିଶୂଳ। ଶୂଳ ମାନେ ଯନ୍ତ୍ରଣା। ଗୀତା ଏବଂ ଅନ୍ୟାନ୍ୟ ଶାସ୍ତ୍ରରେ ରହିଛି, ଦେବତା ଆଦି ମୁନି ଯେତେ କର୍ମେ ବନ୍ଧନେ ଇଏ ସମସ୍ତଙ୍କ ପାଇଁ ଇଏ ତ୍ରିତାପ ଯନ୍ତ୍ରଣା ଆସିବ। କୃଷ୍ଣ ଏତେ କାମ କଲେ, ଶେଷକୁ ଜାରାଶବର ଦ୍ୱାରା ଦେହତ୍ୟାଗ କଲେ। ରାମ ଏତେ କାର୍ଯ୍ୟ କଲେ, ଶେଷରେ ଶରଦ ନଦୀରେ ଜଳ ସମାଧି ନେଲେ। ସେହିପରି ଆମେ ତ ସାଧାରଣ ଲୋକ, ଆମେ ବେଖାତିରି କଲେ ଲାଭ କ'ଣ ଅଛି? ସେ ବେଖାତିରି କରିବା ବି ଗୋଟେ ଅପରାଧ। ଏଇ ଯେଉଁ ତ୍ରିଶୂଳ, ଏହାର ଅନ୍ୟ ନାମ ହେଉଛି ତ୍ରିତାପ। ତ୍ରିତାପ, 3ଟି ତାପ ଆମମାନଙ୍କ ପାଇଁ କ'ଣ? ପ୍ରଥମ ତାପଟି ହେଉଛି ଆଧ୍ୟାତ୍ମିକ ତାପ। ଦ୍ୱିତୀୟ ତାପଟି ହେଉଛି ଆଧିଭୌତିକ ତାପ। ତୃତୀୟ ତାପଟି ହେଉଛି ଆଧିଦୈବିକ ତାପ। ଆମ ବିଶ୍ୱବନ୍ଧ୍ୟ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ 3ଟି ରଥ ଚାଲୁଛନ୍ତି। ବହୁ ପୂର୍ବରୁ ଗୋଟିଏ ରଥ ଚାଲୁଥିଲା, ଏବେ 3ଟି ରଥ ଚାଲୁଛି। ସେ ଗୋଟିଏ ରଥର ଅର୍ଥ ଯାହା, 3ଟି ରଥର ଅର୍ଥ ସେଇଆ। ରଥ କହିଲେ ଶରୀର। এই শরীর ভিতরে 3টি কষ্ট বা শূল বা যন্ত্রণা ইয়ে নিশ্চয় আসিছি এবং যে লুচিকিরি রয়েছে। যেতবেলে তা সময় পড়িব সে মানে সাপ ফণা দেখিলা বলি সে নিশ্চয় বাহারিব। আধ্যাত্মিক তাপ কইলে ଆମେ ଜୀବନରେ ବେଳେବେଳେ ଏତେ ମାନସିକ ଶାରୀରିକ ମାନସିକ ଯନ୍ତ୍ରଣା ଅନୁଭବ କରୁ, ଆମେ ମନରେ ଭାବୁ ଇଏ ଜୀବନଟାକୁ ଆଉ ରଖିବାନି। କିଏ ନଈକି ନେଇ ପଡ଼େ, କିଏ ଦୌଡ଼ା ଲଗେଇ ଆତ୍ମହତ୍ୟା କରେ, କିଏ ମଧ୍ୟ ନିଆଁ ଲଗେଇକିରି କିରାସିନ ଢାଳି ନିଜେ ନିଜେ ପୋଡ଼ି ହେଇ ମରେ, କିଏ ବିଷ ଖାଇକିରି ବି ମରେ। ଖାଲି ସେତିକି ନୁହେଁ, ନିଜେ ବି କରେ ଏବଂ
बेले बेले से लोक मन में आसे से लोकटा मत एमती कहला मुझे मर्डर करदेवी मुझे मारिदेवी आपण मैंने ये जुगर मनीष आपण मान टीवी परदारे देखुथिबे किए क्या केमिति मारुची बाप पुओ को मारुची पुओ बाप को मारुची स्त्री भी स्वामी की मार दौची स्वामी भी स्त्री की मार दौची माने केमिति से मारुचंती ता मध्य आपण विचार करि पारिबे नहीं से केमिति मारिले मारिबा पे ताको हाथ गला केमिति आदि टीवी देखु कि दि चार दिन पूर्व देखुं ये गोटे टीवी आसला इंजेक्शन देकरी माने गोटे भूल इंजेक्शन भूल कि ठीक कि जा हो माने द्वारा भी गुड़ाए लोक मरीगले यही गुड़ाक हूँ आध्यात्मिक ताप यही तापरू प्रभु आमको रक्षा कर एतिकी कथा पाई आमे प्रार्थना करूँ आमर गोटे पद मु लिखी ताप रूपरे त्रिरथ चाल ये ताप त्रिरथ आमे कहूँ केवल से पुरी रे अच्छी बड़दाण्ड प्रत्येक जीवन जन्म ठारू मृत्यु पर्यंत से जुआड़े बुलिब जोटी पाठ पढ़िब जोटी काम कर भूल करू ठीक करू सी हूँ ता जीवन बड़दाण्ड से बड़दाण्ड आमे केतबेले जानी शुणी भूल करूँ केतबेले अजाणत भूल कर देचु ता मध्य आमे जानी ना तेणु आमे केमिति रक्षा पाइबु आमे केते वर्ष बंचबु कि जदि आमे निजुको भाबिबा आमे केते वर्ष बंचिबा हाराहारी केते वर्ष बंचिबा ता धुरु केते वर्ष गलानी आउ हाराहारी केते वर्ष ए पृथ्वी रहिबा जोठी एते मिनिमम समय आम पई अछि सेति आमे अपराध विमुक्त पई जदि प्रार्थना न करिबा कि भल काम न करिबा आम प्रार्थना न करू गोटे दुष्ट दरिद्र अवहेलित मनीष कि भोकिला लोक खाइबा दिंतु ये जो बुला गाई मैंने बुलूचंदी गुहाल नहीं मालिकटा को खोजुनी तांकु भी दिंतु किछि ना किछि अपराध विमोचन पे आमको काम करने को पड़ो से गो सेवा हो स्वान सेवा हो कि जीव सेवा हो जहाँ भी किताब दलने त्रिरथ चाल ये संसार बड़ दाण्ड जगन्नाथंकर दर्शन पृथ्वी एभली दर्शन बा तत्व पृथ्वी अन्य केउठी ना किए गोटाए कथा कही किए दीटा कथा कही ये किंतु सबु जाक कथा ये हला आध्यात्मिक ताप अन्य को ईर्षा करिबा अन्यर दोष देखिबा बा निजे दोषी हवा ये होची आध्यात्मिक ताप आधि भौतिक ताप ये तापटा आम समस्त भीतर अच्छी चित्र प्रतिमा प्राय दिशु सुंदर प्रतिमा प्राय दिशु
ଚର୍ମ ବେଶିଛି ସିନା ଚଉରାଶୀ ଗୀତକୁ ଆମେ ଦେଖିବାକୁ ବହୁତ ସୁନ୍ଦର, ଆହୁରି ସୁନ୍ଦର ହେବା ପାଇଁ ଆମେ ଆହୁରି ଚେଷ୍ଟା ବି କରୁଛୁ। ଭଲ ସୁନ୍ଦର ପୋଷାକ ବି ପିନ୍ଧୁଛୁ, ସୁନ୍ଦର ଖାଦ୍ୟ ବି ଖାଉଛୁ, କିନ୍ତୁ ତମେ ନିଜେ ବୋଧେ ଜାଣିନା ଇଏ ସୁନ୍ଦରଟା ହେଉଛି ଚର୍ମ ସୁନ୍ଦର। ତୁମେ ନିଜକୁ ଦେଖ, ସେ ଆଧ୍ୟାତ୍ମିକ ଅର୍ଥରେ ବି ନୁହଁ, मेडिकल साइंस अर्थरे नियो कि विज्ञान अर्थरे नियो, तमे प्रकृत रे सुंदर नुह। जी सुंदर सबुठारु श्रेष्ठ सुंदर से आत्मपुरुष लुचिकी रही, कहीं कहीं भाग्यवान लोक देखी देखुँ से हूँ सबुठारु सुंदर। आज ये गोटे चम ढाकुणी शरीर आज सुंदर देखा जाऊँगी, 8 दिन कि 8 वर्ष पर से गुटाक पुणी असुंदर हो। तेणु ये सुंदर को नष्ट करे किए? आदि भौतिक ताप अर्थात रोग बेमारी व्यवहार, विभिन्न प्रकार व्यवहार आपन देखिए। आज आम कटक भुवनेश्वर खाली देखु केते मेडिकल केते डाक्तर ये नर्सिंग होम है कि कौटी माने धाड़ी माने माने फांका ना सब सबुआड़े खाली कांदू कांद बाजू। मुझे जाइली कटक बड़ मेडिकल कैंसर नहीं गाइडिंग स्पेशलिस्ट मानकर गोटे सम्मेलन होता मत डाकी आम क्या डाकबूनी राजनेता अमुक नेता विभिन्न राजनीति से बाबा बढ़िया ही आस। मुझे मीटिंग अटेंड कर गोटे गोटे मनस्तात्विक विभाग सम हॉस्पिटल रे सेठी गोटे मीटिंग अटेंड करी काली ना परन एबे गोटे कॉन्फ्रेंस कैंसर डिपार्टमेंट से कथा तांको भी कहू जे ये मेडिकल नुहे ये हूँ मंदिर। डॉक्टर माने भावंतु नहीं जे ये गुटा हूँ आम पेट पोषा पेट को पोषुंट किंतु मेडिकल हूँ महाकालींकर मंदिर। इति केते लोक काल मुख रक्षा पाउछन्ति। आपण माने होउछन्ति तार सेवक जेमती जगन्नाथ पंडा सेवक सेमती आपण माने सेवक। से कथाटा भूली गले आपण जेते ठाकुर को डाकिले भी से किसी हेनी। से पर्यंत भी से कथा कहते बाबा बलिया आसी कहीकि जाइए मेडिकल नुहे ये हूँ आम मंदिर। काली मत से कथा कहते दीटा 3टा हल इनागुरेशन कले गोटे माने मनीष आजिकल लोक मानकर आपण मैंने जानी राजनीति लोक अच्छा सब कौन लोक ना आमको कौन मन पड़ा माने लोक जिते अस्तव्यस्त हो पड़ू जिते मानसिक स्तर रे विचार स्तर रे तार माने धैर्य रोनी से टिके शांति खोजु से शांतिटा केवल आध्यात्मिक जगत रे थाए। से आध्यात्मिकता को लाभ करने आम सब घर द्वार छाड़ी पलि आस। बर्तमान आम विराट संसार आम घर संसार छाड़ी पलि आइलु जंगल में बुलापी देखला आम भी कोटा घर अच्छे
ଆମର ବି ଗାଡ଼ି ଅଛି ହଉ ହଉ ହେଇକା ଚାଲିଛି ଆମେ ବି ଅସ୍ତବ୍ୟସ୍ତ ହେଉଛୁ କିନ୍ତୁ ତଫାତଟା ହେଉଛି ଆମ ପାଖକୁ ଯାହା ଆସୁଛି ଆମେ ତାଙ୍କୁ ସମର୍ପଣ କରୁଛୁ ଇଏ ସବୁ ମୋର ନୁହେଁ ଇଏ ଆପଣଙ୍କର ସେମିତି ପ୍ରତ୍ୟେକ ମଣିଷ ପାଇଁ ଆଦି ଆଧ୍ୟାତ୍ମିକ ତାପ ଆଦି ଭୌତିକ ତାପ ଇଏ ତାପ ଆମରି ଭିତରେ ରହିବ ଗୋଟେ 80 ବର୍ଷ ଗୋଟେ ହବ କି ଆଉ 80-85 ବର୍ଷ ଜଣେ ଓଲ୍ଡ ମ୍ୟାନ୍ ସେ ଗୋଟେ ଜାଗାରେ ପାରାଦୀପରେ ସେ ଭାରି ଗୀତା ପ୍ରେମୀ ବଳିଆ ଏମିତି ଗୋଟେ କ୍ୱାର୍ଟର ଭିତରେ ଏମିତି କିଛି ଲୋକଙ୍କ ଭିତରେ ଏମିତି ସନ୍ଧ୍ୟାବେଳେ ପ୍ରାର୍ଥନା ପରେ ମୁଁ କିଛି କହୁଥିଲି କହୁ ସେ ଗୀତାର ଗୁଡ଼ା ଦୁଇଟା କଥା କ'ଣ କହିଲି ମୋ କଥା ଦେଇ ସରିଗଲା ପରେ ସିଏ କହିଲେ ବାବା ମୋର ଗୋଟେ ଅନୁଭୂତି ମୁଁ ଆପଣଙ୍କୁ କହିଲି କୁହନ୍ତୁ ନା ମୁଁ ସବୁଦିନ ଗୀତା ପଢ଼େ ଗୀତା ନ ପଢ଼ିଲେ ମୁଁ ପାଣି ପିଏ କିନ୍ତୁ ମୋ ପେଟରେ ଅଲ୍ସର ହେଲା ଘାଟା ହେଲା ଡାକ୍ତରମାନେ ପରାମର୍ଶ ଦେଲେ ଯେ ତୁମେ ଯେଉଁ ଉପାସ କରିକିରି ଉପାସନା କରୁଛ ସେଇଟାକୁ ଛାଡ଼ ତୁମେ ନିଶ୍ଚୟ ଏତିକି ବେଳକୁ ଜଳଖିଆ ଖାଇବ ରୁଟିନ୍ କରିଦେଲେ ଆଉ ହେଲେ ମୁଁ ସେଇ କଥାରେ ମାନିଲି ତେଣୁ ଗୀତା ପଢ଼େ ଗୀତା ପଢ଼ୁ ପଢ଼ୁ ମୋର ଗୁରୁଦେବ ମୋତେ ଥରେ କହିଲେ ଯେ ତୁ ଗୀତାର 9ମ ଅଧ୍ୟାୟର ଏଇ ଶ୍ଲୋକଟାକୁ ସବୁଦିନ ପଢ଼ିବୁ ତୁଳସୀ ଟିକେ ପାଇବୁ ସେ ଶ୍ଲୋକଟି ହେଉଛି ଅନନ୍ୟ ଚିନ୍ତୟନ୍ତୋ ମାଂ ଯେ ଜନା ପର୍ଯ୍ୟୁପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷମ ଭାବ ଯିଏ ମୋତେ ଅନନ୍ୟ ଭାବରେ ଏମିତି ମୁଁ ଯାଉଛି ମନ୍ଦିର ଦେଖିଲି ନମସ୍କାର କରିଦେଲି ସେଗୁଡ଼ାକ ନୁହଁ ଯିଏ ମୋତେ ଅନନ୍ୟ ଭାବରେ ତାର ଦାୟିତ୍ୱ ମୋତେ ଅର୍ପଣ କରେ ମୁଁ ତାର ସମସ୍ତ ଦାୟିତ୍ୱ ବହନ କରେ ପ୍ରତ୍ୟେକ ଦିନ ମୁଁ ତୁଳସୀଟିଏ ଗୀତାଙ୍କୁ ଦେଇ ଏଇ ଶ୍ଲୋକଟି ପ୍ରାର୍ଥନା କରି ଏଇ ଶ୍ଲୋକଟି ପଢ଼ି ତାପରେ ମୁଁ ଖାଇବା ପିଇବା ଯାହା କରିବା କଥା ସବୁ ବର୍ଷ ମୋ ପୁଅ ଝିଅମାନେ ପୁଅ ନାତି ନାତୁଣୀ ଝିଅ ଜ୍ୱାଇଁ ମୋର ବହୁତ ଅଛନ୍ତି ସମସ୍ତେ ମୋତେ ନେଇକରି ମେଡ଼ିକାଲ ଟେଷ୍ଟ କରୁଛନ୍ତି ସେ ଘାଟା କେତେ ମାତ୍ରାରେ କମିଲାଣି ସେ ଅଲ୍ଟ୍ରାସାଉଣ୍ଡ କରି ଦେଖୁଛନ୍ତି ଘାଟା ଯେଡ଼ିକି ଥିଲା ସେଡ଼ିକି ସେ ଆଉ କମୁନେଇ କି ବଢ଼ୁନି କି ମୋତେ ବି ଯନ୍ତ୍ରଣା କିଛି ଲାଗୁନି ମୁଁ ଆଉ ଏ ବୟସରେ କେଇଟା ଦିନ ମୁଁ ରହିବି ଗୋଟା ଅପରେସନ ହେବି କି କ'ଣ ହେବି କାହିଁକି ହେବି ତେଣୁ ମନ୍ତ୍ରର ଏତେ ଶକ୍ତି ସେ ବିଶ୍ୱାସଟା ଆମର ଆଜି ନାହିଁ ମନ୍ତ୍ରର ଏତେ ଶକ୍ତି ସେ କଥାଟା ଆଜି ପର୍ଯ୍ୟନ୍ତ ଏଇ ବହୁତ 20-30 ବର୍ଷ ତଳର କଥା କିନ୍ତୁ ମୋର ମନେ ଅଛି এইভাবে ভাবে আধ্যাত্মিক তাপ আদি ভৌতিক তাপ রোগ আদি দৈবিক তাপ আদি দৈবিক তাপ মানে অকাল মৃত্যু আଜି ଆମ ସମାଜରେ ଗାଡ଼ି ଘୋଡ଼ା ଯେଉଁଭଳି ଭାବରେ ଚାଲିଛନ୍ତି ମାନେ ଆପଣମାନେ ସବୁ ଜାଣୁଛନ୍ତି କେଉଁଠି ପ୍ଲେନ୍ ଗଳି ପଡ଼ିଲାଣି କେଉଁଠି ଟ୍ରେନ୍ ଗଳି ପଡ଼ିଲାଣି କେଉଁଠି ବସ୍କୁ ବସ୍ ବାଡ଼େଇ ଦେଲେଣି ମାନେ ଏମିତି ବାହାଘର ହେଇଯାଉନି ବରଯାତ୍ରୀ ମାନେ ମରିଗଲେଣି କେଉଁଠି ବରକନ୍ୟା ମରି ଏଗୁଡ଼ାକ ଶୁଣି ଶୁଣି ମୁଁ ତ ଖାଇପାରେନି କି ଶୋଇପାରେ ନା ମୁଁ ସେସବୁ ବନ୍ଦ କର ମୋତେ ଶୁଣାନା ଅକାଳ ମୃତ୍ୟୁ ଜୀବନରେ ନ ଆସୁ ଆମେ ପାଣିରେ ବୁଡ଼ି ନ ମରୁ କି ନିଆଁରେ ଆମେ ମଲା ପରେ ନିଆଁରେ ପୋଡ଼ି ହେବୁ କିନ୍ତୁ ଆମ ପାଇଁ ସେ ଅକାଳ ମୃତ୍ୟୁ ନ ଆସୁ ଆମେ ଆଜିଠାରୁ ଆହୁରି 100 ବର୍ଷ ବଞ୍ଚିବା ପାଇଁ ଆମେ ପ୍ରାର୍ଥନା କରୁଛୁ
କେବଳ ଆମେ ଯଦି ଭଲ କାମ କରିବୁ ତାହେଲେ ଆମେ 100 ବର୍ଷ କାହିଁ ବଞ୍ଚିବୁନି। ଏଇଟା ଉପନିଷଦର ଶ୍ଲୋକ, ପୂର୍ବନ୍ୟ କର୍ମାଣୀ, ତେଣୁ 100 ବର୍ଷ ମତେ ବଞ୍ଚିବାକୁ ପ୍ରଭୁ ଦିଅ। ସେଥିପାଇଁ ବ୍ରାହ୍ମଣ ବୈଷ୍ଣବ ଗୁରୁ ଗୁରୁଜନଙ୍କୁ ପ୍ରଣାମ କଲେ ସେମାନେ କହନ୍ତି ଆୟୁଷ୍ମାନ ହୁଅ, ଚିରଞ୍ଜୀବୀ ହୁଅ। ତେଣୁ ଏଇ ଆଧ୍ୟାତ୍ମିକ ତାପ, ଆଦି ଭୌତିକ ତାପ, ଆଦି ଦୈବିକ ତାପ, ये तीनोटी तापरू आमे रक्षा पाइबा पाई आमे सबु बेले आमर कर्म ठीक हवा दरकार, व्यवहार ठीक हवा दरकार, आमर कथा भी ठीक हवा दरकार। ताहले आमे निश्चित भाव भगवत कृपा लाभ नले माइकी बजेगी गीत शुणा जहा प्रार्थना करवा जो मैंने ये आपण मैंने बसी आपण मानकर से जीवन सब कथा एमती जय हो, आपण मैंने आनंद रुहतु। काले बसंतु पर्जन्य पृथ्वी शस्त्रशालिनी, आम देश आम विश्व युद्ध मुक्त हो, शस्त्रशालिनी हो। सनातन धर्म केते उदार, सी कही वसुधैव कुटुंबकम, ये पृथ्वीटा मोर परिवार, जो कथा को अन्य माने मानिया को प्रस्तुत शेष से कीर्तन करी आम कथा को आम सांग करवा। आपण मानकु शुभेच्छा जन, आपण मान आत्मशक्ति की प्रणाम जन रहू। जय जय राम, जय जय जय